ବୋଧହୁଏ ମୋ ଭଣଜା ଏ ଜିମ୍ ଖୋଲିବା ବା ତିଆରି କରିବା ଭିତରେ କେବେ ଏ ଜିମ୍କୁ ଆସିନଥିଲି। ମୋର ଦୁର୍ଭାଗ୍ୟ ଯେ ମୁଁ ନିଜକୁ ହତଭାଗ୍ୟ ମନେ କରୁଛି ଯେ ମୋ ଭଣଜା ଏତେ ପଇସା ଖଟେଇକି ଏତେ ବଡ଼ ଜିମ୍ କରିଛି, କିନ୍ତୁ ସିଏ ଥିବା ଅବସ୍ଥାରେ ମୁଁ ଏ ଜିମ୍କି ଆସିନି। କିନ୍ତୁ ସେ ଚାଲିଗଲା ପରେ ମୋତେ ଛାଡ଼ି ସବୁଦିନ ପାଇଁ ଚାଲିଗଲା ପରେ ମୁଁ ଜିମ୍ ସେଣ୍ଟରକୁ ଆଜି ଆସିଛି। ଆସିଲା ପରେ ବହୁତ ମନରେ କଷ୍ଟ ହେଉଛି, ଦୁଃଖ ବି ଲାଗୁଛି। ଆଉ ପୁରୁଷ ଲୋକ ତ ଲୁଚି ଲୁଚି କାନ୍ଦିବାକୁ ପଡୁଛି। କେସ୍ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତକୁ କେସ୍ ଯାଇଛି। ବର୍ତ୍ତମାନ ସୁଦ୍ଧା 11 ଜଣ ବାଲିଅନ୍ତା ପୋଲିସ ଆରେଷ୍ଟ କରିଥିଲେ, ଆଉ 4 ଜଣ କ୍ରାଇମବ୍ରାଞ୍ଚ ଆରେଷ୍ଟ କରିଛନ୍ତି। କିନ୍ତୁ ଦୁଃଖ ଲାଗୁଛି ଏତିକି ଯେ ଏଇ ଅଳ୍ପ ଦିନ ଭିତରେ ବ୍ରହ୍ମପୁରରେ ଏଇଭଳି ଗୋଟେ କେସ୍ ହେଇଥିଲା। ରାଜରାସ୍ତାରେ ଜଣେ ଲୋକକୁ ଆଉ 2 ଜଣ ପିଟିବାର ଯେଉଁ ଭିଡ଼ିଓ ଭାଇରାଲ ହେଇଥିଲା, ସେଠି କିନ୍ତୁ ସରକାର ବା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ଯେ ସେଇ ଯେଉଁ ଲୋକ ସର୍ବ ସମ୍ମୁଖରେ ଦିବା ଲୋକରେ ରାଜରାସ୍ତାରେ ଅରାଜକତା ସୃଷ୍ଟି କରି ଜଣକୁ ବର୍ବରତା ଭାବେ ବାଡ଼ଉଛି, ତାକୁ ଏନକାଉଣ୍ଟର କରିବା ପାଇଁ ଓ ପୋଲିସ ମାନେ ମଧ୍ୟ ତାକୁ ଏନକାଉଣ୍ଟର କରିଦେଇଥିଲେ। କିନ୍ତୁ ମୋ ଭଣଜା ଯେଉଁ ପ୍ରକାର ଭଣଜାକୁ ସେଇ ବାଲିଅନ୍ତାର ସ୍ଥାନୀୟ ଲୋକମାନେ ଯେଉଁ ପ୍ରକାର ମୃତ୍ୟୁଦଣ୍ଡ ଦେଇଛନ୍ତି, ମାନେ ଅମାନୁଷିକ ଭାବେ ଅମଣିଷ ଭାବେ, ଯେଉଁମାନଙ୍କର ମାନବିକତା ମୂଲ୍ୟବୋଧ ନାହିଁ, ସେମାନଙ୍କୁ ସେଇଭଳି ଯଦି ରାଜରାସ୍ତାରେ ଗୋଡ଼େଇ ଗୋଡ଼େଇ ପୋଲିସ ଏନକାଉଣ୍ଟର କରିଥାନ୍ତେ, ନିଶ୍ଚିତ ମୋ ଭଣଜାର ଆତ୍ମା ଶାନ୍ତି ପାଇଥାନ୍ତା। ଆମେମାନେ ମଧ୍ୟ କିଛି ନ୍ୟାୟ ପାଇଲୁ ବୋଲି ଆଶା କରିଥାନ୍ତୁ। କିନ୍ତୁ ବର୍ତ୍ତମାନ ଯେଉଁ ସ୍ତରରେ ଯାଉଛି ଆମର ତଦନ୍ତ, କେସ୍ର ତଦନ୍ତ, କିନ୍ତୁ ଆମେ ଏଥିରେ ଖୁସି ନୁହଁ। ଆମେ ବିଗତ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଥିଲୁ, ଗୁହାରି ହେଇଥିଲୁ ଯେ ଏଇ କେସ୍କୁ ସିବିଆଇ ହାତକୁ ଟେକି ଦେବାକୁ, କିନ୍ତୁ ଏ ପର୍ଯ୍ୟନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ଗୁହାରି ଶୁଣୁନାହାନ୍ତି। ଆଉ ଆମେ ବି ଆଶା ରଖିଛୁ ଆଗାମୀ ଦିନରେ ବିଧାନସଭା ଆଗରେ ଯାଇ ଆମରଣ ଅନଶନ କରିବୁ ବୋଲି ଆଗାମୀ ଦିନରେ ଆମେ ଆଶା ରଖିଛୁ ନ୍ୟାୟ ପାଇବାକୁ।